ଯେତେବେଳେ ସେୟାର ମାର୍କେଟ ତଳକୁ ଡାଉନ୍ ହେଇ ଯାଉଥିବ କାହାକୁ ଜଣା ନଥିବ ମାର୍କେଟ ଉପରକୁ ଯିବାର ଅଛି କିମ୍ବା ତଳକୁ ଯିବାର ଅଛି ଏଫଆଇଡିଆଇ ଆଖିବୁଜା ପଇସା ସେୟାର ମାର୍କେଟରୁ ବାହାର କରି ନେଇଥାନ୍ତି। ସେହି ଟାଇମରେ ବଡ଼ ବଡ଼ ଇନଭେଷ୍ଟର ତାଙ୍କ ପଇସାକୁ ସେଫ୍ ଜାଗାରେ ଇନଭେଷ୍ଟମେଣ୍ଟ କରିଥାନ୍ତି। କ'ଣ ଆପଣ ଜାଣିଛନ୍ତି ସେହି ସବୁ ସେଫ୍ ଜାଗା ବାବଦରେ ଯେଉଁଠାରେ ଆପଣଙ୍କ ପଇସା ଉପରେ ବିଲକୁଲ ରିସ୍କ ନଥାଏ? ହଁ, ସେୟାର ମାର୍କେଟ ପରି ଆପଣଙ୍କୁ ରିଟର୍ନ ନ ମିଳିପାରେ କିନ୍ତୁ 6ରୁ 8% ହିସାବରେ ଆପଣଙ୍କୁ ରିଟର୍ନ ମିଳିଯିବ ଏବଂ ଆପଣଙ୍କର ପଇସା ମଧ୍ୟ ସେଫ୍ ବି ଥାଏ। ଚାଲ ଆଜିର ଏହି ଭିडिଓରେ ମୁଁ ଆପଣଙ୍କୁ ସେହି ସବୁ ସେଫ୍ ଜାଗା ବାବଦରେ କହିବି ଯେଉଁଠି ବଡ଼ ବଡ଼ ଇନଭେଷ୍ଟର ୱାର୍ଲଡ ମାର୍କେଟ ପରିସ୍ଥିତି ଖରାପ ଥିବା ଟାଇମରେ ତାଙ୍କ ପଇସାକୁ ସେଭ୍ ରଖିବା ପାଇଁ ସେହି ସବୁ ଜାଗାରେ ଇନଭେଷ୍ଟମେଣ୍ଟ କରିଥାନ୍ତି। ନମସ୍କାର, ମୁଁ ଚନ୍ଦ୍ରକାନ୍ତ ଦାସ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଇନଭେଷ୍ଟର ଆଣ୍ଡ ଟ୍ରେଡର ଚ୍ୟାନେଲକୁ। ସବୁଠାରୁ ସେଫ୍ ଜାଗା ହେଉଛି ଗୋଲ୍ଡ। ଏହାର କାରଣ ହେଉଛି ୱାର୍ଲଡ ମାର୍କେଟ ପରିସ୍ଥିତି ଯେତେବେଳେ ଖରାପ ଥାଏ, ଦେଶ ଦେଶ ଭିତରେ ଯୁଦ୍ଧ ଲାଗି ରହିଥାଏ, ସେହି ଟାଇମରେ ଗୋଲ୍ଡର ପ୍ରାଇସ୍ ବଢ଼ିଥାଏ। କାରଣ ଗୋଲ୍ଡ କୌଣସି ଦେଶର ନୁହେଁ, ଏହାର ପ୍ରାଇସ୍ ସବୁ ଦେଶରେ ସମାନ ଥାଏ। ଆପଣ ଏବେ ଭାବୁଥିବେ ମୁଁ ତ ଶୁଣିଛି ଦୁବାଇରେ ଗୋଲ୍ଡର ପ୍ରାଇସ୍ ଆମ ଦେଶ ତୁଳନାରେ ବହୁତ କମ୍ ଥାଏ। ହଁ, ଆପଣ ଠିକ୍ ଶୁଣିଛନ୍ତି, ୱାର୍ଲଡ ମାର୍କେଟରେ ଗୋଲ୍ଡର ପ୍ରାଇସ୍ ସବୁ ଦେଶ ପାଇଁ ସମାନ ଥାଏ କିନ୍ତୁ ପ୍ରତ୍ୟେକ ଦେଶର ସରକାର ତାଙ୍କ ଦେଶ ଭିତରେ ଗୋଲ୍ଡର ପ୍ରାଇସ୍କୁ କମ୍ ବେଶୀ ରଖିଥାନ୍ତି। ସେଥିପାଇଁ ଆମକୁ ଲାଗେ ଦୁବାଇରେ ଗୋଲ୍ଡର ପ୍ରାଇସ୍ ବହୁତ କମ୍ ବୋଲି। ଆପଣ ଗୋଲ୍ଡରେ 4 ପ୍ରକାର ମାଧ୍ୟମରେ ଇନଭେଷ୍ଟମେଣ୍ଟ କରିପାରିବେ। ପ୍ରଥମଟି ହେଉଛି ଫିଜିକାଲ ଗୋଲ୍ଡ। ଯେଉଁ ଗୋଲ୍ଡକୁ ଆପଣ ହାତରେ ଛୁଇଁ ପାରିବେ, ଧରିପାରିବେ, ଆଖିରେ ଦେଖିପାରିବେ ତାହାକୁ ଫିଜିକାଲ ଗୋଲ୍ଡ କୁହାଯାଏ। ଯେପରି ଆପଣଙ୍କର ମୁଦି ହୋଇଗଲା, ଚେନ୍ ହୋଇଗଲା, କାନଫୁଲ ହୋଇଗଲା, ଗୋଲ୍ଡ ବିସ୍କେଟ୍ ହୋଇଗଲା କିମ୍ବା ଗୋଲ୍ଡ କଏନ୍ ହୋଇଗଲା, ଏହି ସବୁ ଜିନିଷକୁ ଆମେ ଫିଜିକାଲ ଗୋଲ୍ଡ କହିଥାଉ। ଏଥିରେ ଇନଭେଷ୍ଟମେଣ୍ଟ କରିବା ଖରାପ ନୁହେଁ କିନ୍ତୁ ଏହାକୁ କିଣିବା ସମୟରେ ଆମକୁ ମେକିଂ ଚାର୍ଜେସ୍ ଦେବାକୁ ପଡ଼ିଥାଏ। ଏହା ଚୋରି ହେବାର ସମ୍ଭାବନା ଥାଏ ଯଦି ଆମେ ବହୁତ ଗୁଡ଼ାଏ ଫିଜିକାଲ ଗୋଲ୍ଡ କିଣି ନେବା। ଏହାପରେ ସେକେଣ୍ଡ ଅପସନଟି ହେଉଛି ଡିଜିଟାଲ ଗୋଲ୍ଡ। ଆଜିକାଲି ବହୁତ ଆପ୍ଲିକେସନରେ ଆପଣ ଡିଜିଟାଲ ଗୋଲ୍ଡକୁ କିଣିପାରିବେ। ଯେପରି ଫୋନ ପେ ହୋଇଗଲା, ପେଟିଏମ୍ ହୋଇଗଲା, ଆମାଜନ ହୋଇଗଲା, ଏହି ସବୁ ଆପ୍ଲିକେସନରେ ଆପଣ ଡିଜିଟାଲ ଗୋଲ୍ଡକୁ କିଣିପାରିବେ। ଏହା ଡିଜିଟାଲ ଫର୍ମାଟରେ ଥାଏ। ଆକ୍ଚୁଆଲି ଗୋଲ୍ଡର ପ୍ରାଇସ୍ ଯେଉଁ ଦିନ ଯେତିକି ଟଙ୍କା ବଢ଼ିଥାଏ ଏହାର ପ୍ରାଇସ୍ ମଧ୍ୟ ସେହି ଦିନ ସେତିକି ଟଙ୍କା ହିଁ ବଢ଼େ। ଫିଜିକାଲ ଗୋଲ୍ଡକୁ ଆପଣ ପିନ୍ଧିପାରିବେ, ଅନୁଭବ କରିପାରିବେ କିନ୍ତୁ ଡିଜିଟାଲ ଗୋଲ୍ଡକୁ କେବଳ ଆପଣ ଦେଖିପାରିବେ। ଏଥିରେ ଏହା ହିଁ ଖାଲି ଫରକ ଥାଏ କିନ୍ତୁ ଏହାର ପ୍ରାଇସ୍ ଫିଜିକାଲ ଗୋଲ୍ଡର ପ୍ରାଇସ୍ ସହିତ ସମାନ ଥାଏ। ଯଦି ଆପଣ ଚାହିଁବେ ଡିଜିଟାଲ ଗୋଲ୍ଡକୁ ଫିଜିକାଲ ଗୋଲ୍ଡରେ ମଧ୍ୟ କନଭର୍ଟ କରିପାରିବେ। ଆପଣ ଯେତିକି ଗ୍ରାମର ଡିଜିଟାଲ ଗୋଲ୍ଡ କିଣିଥିବେ ସେତିକି ଗ୍ରାମର ସୁନା ବିସ୍କେଟ୍ କିମ୍ବା ସୁନା କଏନ୍ ଆପଣଙ୍କ ଘରକୁ ସେହି ଆପ୍ଲିକେସନ୍ କୋରିଅର କରିଦେବ। ନହେଲେ ଆପଣ ସେହି ଡିଜିଟାଲ ଫର୍ମାଟରେ ମଧ୍ୟ ତାହାକୁ ବିକ୍ରି କରିପାରିବେ। ଏହାପରେ ଜାଣିବା ଏସଜିବି ଗୋଲ୍ଡ ବାବଦରେ। ଏହାକୁ ସରକାର ବାହାର କରିଥାନ୍ତି ଯେତେବେଳେ ସରକାରଙ୍କୁ ପଇସାର ଆବଶ୍ୟକତା ଥାଏ। ବର୍ତ୍ତମାନ ଏହା ବନ୍ଦ ଅଛି। ଏହାକୁ ମୁଁ ଆଉ ଏକ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଏହା ବାବଦରେ ଡିଟେଲ୍ସରେ ବୁଝେଇ ଦେବି। ଏବଂ 4 ନମ୍ବର ଅପସନଟି ହେଉଛି ଇଟିଏଫ୍ ଗୋଲ୍ଡ, ଯାହା ମୋର ଫେଭରେଟ୍। ଏହା ସେବି ଅଣ୍ଡରରେ ରହିଥାଏ। ଯେପରି ଆପଣ ଗୋଟେ କମ୍ପାନୀର ସେୟାରକୁ ବ୍ରୋକରର ଆପ୍ଲିକେସନରେ କିଣାବିକା କରିଥାନ୍ତି, ସେହିପରି ଇଟିଏଫ୍ ଗୋଲ୍ଡକୁ ମଧ୍ୟ ଆପଣଙ୍କର ସେହି ବ୍ରୋକର ମାଧ୍ୟମରେ କିଣିପାରିବେ ଏବଂ ବିକ୍ରି ମଧ୍ୟ କରିପାରିବେ। ଗୋଟେ ଦିନରେ ଆକ୍ଚୁଆଲି ଗୋଲ୍ଡର ପ୍ରାଇସ୍ ଯେତିକି ପରସେଣ୍ଟ ବଢ଼ିଥାଏ ସେତିକି ପରସେଣ୍ଟ ଗୋଲ୍ଡ ଇଟିଏଫ୍ ମଧ୍ୟ ବଢ଼ିଥାଏ। ଆପଣ ଯଦି ଆପଣଙ୍କର ବ୍ରୋକର ଆକାଉଣ୍ଟରେ ଗୋଲ୍ଡ ଇଟିଏଫ୍କୁ ସର୍ଚ୍ଚ କରିବେ ଆପଣଙ୍କୁ ବହୁତ ଗୁଡ଼ାଏ ଇଟିଏଫ୍ ଦେଖିବାକୁ ମିଳିବ। ଏହାର ପ୍ରାଇସ୍ ମଧ୍ୟ ଅଲଗା ଅଲଗା ଥିବ କିନ୍ତୁ ଆକ୍ଚୁଆଲି ଗୋଲ୍ଡର ପ୍ରାଇସ୍ ଯେଉଁଦିନ ଯେତିକି ପରସେଣ୍ଟ ବଢ଼ିଥାଏ ସେହିଦିନ ଏହି ଗୋଲ୍ଡର ଇଟିଏଫ୍ର ପ୍ରାଇସ୍ ମଧ୍ୟ ସେତିକି ପରସେଣ୍ଟ ବଢ଼ିଥାଏ। ଯେତେବେଳେ ଆମେ ଏହି ଗୋଲ୍ଡ ଇଟିଏଫ୍କୁ କିଣିଥାଉ ଏହା ଆମ ଡିମାଟ୍ ଆକାଉଣ୍ଟରେ ଥାଏ। ଏହାକୁ କେହି ମଧ୍ୟ ଚୋରି କରିପାରିବେ ନାହିଁ ଏବଂ ଏହାକୁ କିଣିବା ସମୟରେ କୌଣସି ମେକିଂ ଚାର୍ଜେସ୍ ମଧ୍ୟ ଦେବାକୁ ପଡ଼ିନଥାଏ। ଆପଣ ଫିଜିକାଲ ଗୋଲ୍ଡ କିଣନ୍ତୁ କିମ୍ବା ଇଟିଏଫ୍ କିଣନ୍ତୁ, ଏହା ଏକା କଥା। ହଁ, ଫିଜିକାଲ ଗୋଲ୍ଡକୁ ଆପଣ ପିନ୍ଧିପାରିବେ, ୟୁଜ୍ କରିପାରିବେ କିନ୍ତୁ ଇଟିଏଫ୍ ଗୋଲ୍ଡକୁ ଆପଣ ଇନଭେଷ୍ଟମେଣ୍ଟ ପର୍ପଜ୍ ପାଇଁ ହିଁ ବାଏ ସେଲ୍ କରିପାରିବେ। ଏବେ ଚାଲ ଜାଣିବା ଟପ୍ 5 ଇଟିଏଫ୍ କ'ଣ କ'ଣ ଏବଂ ଏହାର ପ୍ରାଇସ୍ କେତେ ଟଙ୍କା ଚାଲିଛି। ହଁ, ଆପଣ ଏହାକୁ ବାଏ କରିବା ପୂର୍ବରୁ ଆପଣ ନିଜେ ଏହା ଉପରେ ଆନାଲିସିସ୍ କରିବେ ଏବଂ ଏହାର ଭଲ୍ୟୁମ୍ ଏବଂ 5 ବର୍ଷର CAGR ରିଟର୍ଣ୍ଣକୁ ଦେଖିକିରି ଆପଣ ଏହାକୁ ବାଏ ସେଲ୍ କରିବେ। ପ୍ରଥମଟି ହେଉଛି ନିପନ ଇଣ୍ଡିଆ ଇଟିଏଫ୍ ଗୋଲ୍ଡ। ଏହାର ପ୍ରାଇସ୍ ବର୍ତ୍ତମାନ ଚାଲିଛି 84 ଟଙ୍କା। ଦ୍ୱିତୀୟଟି ହେଉଛି SBI ଗୋଲ୍ଡ ଇଟିଏଫ୍। ଏହାର ପ୍ରାଇସ୍ ବର୍ତ୍ତମାନ ଚାଲିଛି 86 ଟଙ୍କା। 3 ନମ୍ବରଟି ହେଉଛି HDFC ଗୋଲ୍ଡ। ଏହାର ବର୍ତ୍ତମାନ ପ୍ରାଇସ୍ ଚାଲିଛି 87 ଟଙ୍କା। 4 ନମ୍ବରଟି ହେଉଛି କୋଟାକ୍ ଗୋଲ୍ଡ ଇଟିଏଫ୍। ବର୍ତ୍ତମାନ ଏହାର ପ୍ରାଇସ୍ ଚାଲିଛି 87 ଟଙ୍କା ଏବଂ ଶେଷଟି ହେଉଛି ଟାଟା ଇଟିଏଫ୍ ଗୋଲ୍ଡ। ବର୍ତ୍ତମାନ ଏହାର ପ୍ରାଇସ୍ ଚାଲିଛି 9 ଟଙ୍କା 70 ପଇସା। ଗୋଲ୍ଡକୁ ଛାଡ଼ିବା ପରେ ଆହୁରି ଏକ ଗୋଟେ ଜାଗା ଅଛି
ଯେଉଁଠାରେ ଇକୋନୋମି ଖରାପ ଥିବା ସମୟରେ ବଡ଼ ବଡ଼ ଇନଭେଷ୍ଟର ତାଙ୍କ ପଇସାକୁ ସେଭ୍ ରଖିବା ପାଇଁ ସେହି ଜାଗାରେ ଇନଭେଷ୍ଟମେଣ୍ଟ କରିଥାନ୍ତି। ତାହାର ନାଁ ହେଉଛି ବଣ୍ଡ। ଯେତେବେଳେ ଗଭର୍ଣ୍ଣମେଣ୍ଟକୁ ପଇସାର ଆବଶ୍ୟକତା ଥାଏ ସେ ସେତେବେଳେ ବଣ୍ଡକୁ ବିକ୍ରି କରିକିରି ଲୋକଙ୍କ ଠାରୁ ପଇସା ନେଇଥାନ୍ତି। ବଣ୍ଡ ଆଉ କିଛି ନୁହେଁ, ମନେ ଅଛି ଯେତେବେଳେ ଆପଣ LICରେ ଇନଭେଷ୍ଟମେଣ୍ଟ କରନ୍ତି ସେହି ଟାଇମରେ ଆପଣଙ୍କୁ LIC ବାଲା ଗୋଟେ ପେପର ଦେଇଥାନ୍ତି, ସେହି ପେପରକୁ ଆପଣ ବଣ୍ଡ କହିଥାନ୍ତି। ସେହି ବଣ୍ଡରେ ଆପଣଙ୍କର ନାଁ, ଆଡ୍ରେସ୍ ଏବଂ ଆପଣ କେତେ ଟଙ୍କା ଇନଭେଷ୍ଟମେଣ୍ଟ କରୁଛନ୍ତି ଏବଂ କେତେ ଟଙ୍କା ଆପଣଙ୍କୁ କେତେ ବର୍ଷରେ ମିଳିବ ତାହା ପୁରା ଲେଖା ହୋଇଥାଏ। ଠିକ୍ ସେହିପରି ଆପଣ ବଣ୍ଡରେ ଇନଭେଷ୍ଟମେଣ୍ଟ କଲେ सरकार आपको गोटे पेपर देइथांती। सही पेपर डिजिटल फॉर्मेट रे थाए आपनक डिमाट अकाउंट रे। ही बॉन्ड रे आपण 6 रु 8% हिसाब रे रिटर्न पाई परिबे। एहार संपर्क शेयर मार्केट सहित बिल्कुल न थाए। बॉन्ड दुई प्रकार थाए, प्रथमटी हेउची गवर्नमेंट बॉन्ड एवं सेकेंडटी हेउची कॉर्पोरेट बॉन्ड। जेतेबेले बड़ बड़ कंपनी को पैसार आवश्यकता थाए सेमाने मध्य बॉन्ड को बिक्री करी लोकन ठारू पैसा नै थांती। एहाकू कॉर्पोरेट बॉन्ड कुहा जाय। म्यूचुअल फंड माध्यम द्वारा आपण एही बॉन्ड रे इन्वेस्टमेंट मध्य करि परिबे। एहाकू लिक्विडिटी फंड मध्य कुहा जाय। आपण जदि जानि परिबे नाही केउ बॉन्ड गवर्नमेंट रो केबे बाहरुची एथिरे पैसा किपरि लगा जाय ताहाले आपण म्यूचुअल फंड माध्यम रे पैसा को लगाई परिबे। एही फंड केवल आपणक पैसा को बॉन्ड रे इन्वेस्टमेंट करंती। एबे चलो जानिबा आपण किपरि आपणक पैसा को डाइवर्सिफाई करिकरी रखि परिबे। जदि आपण कंजर्वेटिव इन्वेस्टर आपण बिल्कुल रिस्क नेबा को चाहंती नाही ताहले आपण आपणकर पैसा को 30 रु 40% इक्विटी रे माने कोनोसी कंपनी रो शेयर रे इन्वेस्टमेंट करंतु। बाकी 60 रु 70% आपण गोल्ड किंबा लिक्विडिटी फंड रे इन्वेस्टमेंट करि परिबे। जदि आपण बैलेंस इन्वेस्टर माने आपण 50% पैसा को रिस्क नहीं पारिबे एवं 50% पैसा को बिल्कुल रिस्क नहीं पारिबे नाही। सही समय रे आपण 50% पैसा को इक्विटी रे लगांतु एवं 50% पैसा को गोल्ड किंबा लिक्विडिटी फंड रे इन्वेस्टमेंट करंतु। जदि आपण एग्रेसिव इन्वेस्टर ताहले आपण 60 रु 70% पैसा इक्विटी रे लगांतु एवं 20 रु 30% पैसा को आपण लिक्विडिटी फंड रे इन्वेस्टमेंट करि परिबे। नहले आपण 100 रु 100 पैसा को मध्य इक्विटी रे लगेई परिबे। आई होप आपण एही वीडियो को देखिक जानि पारिथिबे आम वर्ल्ड इकोनॉमी जेतेबेले खराब थाए सेतेबेले बड़ बड़ इन्वेस्टर केउठारे तांको पैसा को सेव रखिबा पई इन्वेस्टमेंट करंती एवं आपण मध्य तांको परि सेही सब जगह रे एबे इन्वेस्टमेंट करि पारिबे। जदि आपनकु एही वीडियोटी भलो लागिताए ताहले आपण एही चैनलटी को सब्सक्राइब करी मो मनोबल को आहुरी बढ़ांतु। एहा द्वारा मु आपनक पई आहुरी सरल भाषा रे शेयर मार्केट एवं शेयर मार्केट द्वारा जड़ित नॉलेज को आपनक पाखरे वीडियो माध्यम रे पहुंचाई पारिबी। आज एतिकी फेर देखाबो आउ एक नुआ वीडियो रे। रहुची नमस्कार।